ତ ଏବେ ଓଡ଼ିଶା ଗଭର୍ଣ୍ଣମେଣ୍ଟ ତରଫରୁ ଆସିଲା ଏକ ବଡ଼ ଖୁସି ଖବର। ଓଡ଼ିଶା ଗଭର୍ଣ୍ଣମେଣ୍ଟ ଅଫ୍ ଲେବରକୁ ନେଇ ଆସିଲା ଏକ ବଡ଼ ସୂଚନା। ଆପଣମାନେ ଯଦି ମାସକୁ 55 ଟଙ୍କା ଜମା କରୁଛନ୍ତି, ତେବେ 3 ମାସ ପରେ ଆପଣଙ୍କୁ 3000 ଟଙ୍କାର ଲାଭ ଏବଂ ସାଧାରଣ ଲୋକଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି ସରକାର। ଏହିଭଳି ଏକ ଯୋଜନା ସାଧାରଣ ଲୋକେ 3000 ଟଙ୍କା ପର୍ଯ୍ୟନ୍ତ ପାଇପାରିବେ। ତ ଏହାକୁ ନେଇ ଆସିଲା ଏକ ବଡ଼ ଅପଡ଼େଟ୍। ତ ଫ୍ରେଣ୍ଡସ୍, ଯେଉଁମାନେ ଚ୍ୟାନେଲରେ ନୂଆ ଅଛନ୍ତି ନିହାତି ଭାବରେ ଚ୍ୟାନେଲକୁ ଲାଇକ୍, କମେଣ୍ଟ, ସେୟାର ନିହାତି ଭାବରେ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ ବଟନ୍ ପ୍ରେସ୍ କରିଦିଅନ୍ତୁ। ଏହିଭଳି ଭିଡ଼ିଓ ନୋଟିଫିକେସନ୍ ଆପଣମାନଙ୍କ ପାଖରେ ପହଞ୍ଚିଯିବ। ତ ଫ୍ରେଣ୍ଡସ୍, ଓଡ଼ିଶା ଗଭର୍ଣ୍ଣମେଣ୍ଟ ତରଫରୁ ଆସିଲା ଏକ ବଡ଼ ଖବର। ଓଡ଼ିଶା ଶ୍ରମିକମାନଙ୍କୁ ମିଳିବ 3000 ଟଙ୍କାର ଫାଇଦା। ତ ଆପଣମାନେ କେମିତି ଏହି 3000 ଟଙ୍କାର ଫାଇଦା ଉଠାଇବେ? ତ ଭିଡ଼ିଓଟିକୁ ନିଶ୍ଚିତ ଭାବରେ ଲାଷ୍ଟ ପର୍ଯ୍ୟନ୍ତ ଦେଖିବେ। ଆଉ ଯଦି ଭିଡ଼ିଓଟି ଭଲ ଲାଗେ ନିହାତି ଭାବରେ ଭିଡ଼ିଓ ନିହାତି ଭାବରେ ଲାଇକ୍ କରି ସେୟାର କରିବେ। ତ ଫ୍ରେଣ୍ଡସ୍, ଆପଣମାନେ 55 ଟଙ୍କାରେ ଜମା କରି ମାସ ଶେଷକୁ ଆପଣମାନେ 3000 ଟଙ୍କାର ଲାଭ ଉଠାଇ ପାରିବେ। ତ ସାଧାରଣ ଲୋକମାନଙ୍କ ପାଇଁ ଅନେକ କଲ୍ୟାଣକାରୀ ଏବଂ ଲାଭଦାୟକ ଯୋଜନା କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ହେଉଛି। ଏଥିରେ ଏକ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା ବି ସାମିଲ ଅଛି। ଏହା ଏକ ଅର୍ଥ ବିନିଯୋଗ ଯୋଜନା। ଏହି ଯୋଜନା ଅଧୀନରେ ମାତ୍ର 55 ଟଙ୍କା ବିନିଯୋଗ କରି ଆପଣମାନେ ମାସିକ 3000 ଟଙ୍କା ପର୍ଯ୍ୟନ୍ତ ପାଇପାରିବେ। ଏକ ସରକାରୀ ଯୋଜନା ହୋଇଥିବାରୁ ଏହି ଯୋଜନା ସମ୍ପୂର୍ଣ୍ଣ ସୁରକ୍ଷିତ ଅଟେ। ଏହି ଯୋଜନା ଆବେଦନ କରନ୍ତି, ତେବେ ପ୍ରଥମେ ଆପଣ କିଛିଟା ତଥ୍ୟ ବିଷୟରେ ଜାଣିନେବା ଉଚିତ। ତ ଫ୍ରେଣ୍ଡ, ଏହି ଯୋଜନା ପାଇଁ ଆପଣମାନେ ଆବେଦନ କରିବାକୁ ହେଲେ ଆପଣମାନଙ୍କ ପାଖରେ ନିହାତି ଭାବରେ ଆପଣଙ୍କର ଆପଣମାନେ ଯେଉଁ କମ୍ପାନୀରେ କାମ କରୁଛନ୍ତି ସେ କମ୍ପାନୀର ନିହାତି ଭାବରେ PF କଟୁଥିବା ଦରକାର। ଯଦି ଆପଣଙ୍କର ସେ PF କଟୁନଥିବ ସେ କମ୍ପାନୀରେ ଯେଉଁଠି ଆପଣମାନେ କାମ କରୁଛନ୍ତି, ତାହେଲେ ଆପଣମାନେ ଏହି ସୁବିଧାର ଲାଭ ଉଠାଇ ପାରିବେ ନାହିଁ। ଆଉ ଏକ ମଧ୍ୟ ବଡ଼ ଅପଡ଼େଟ୍ ଆସିଛି। ଯଦି ଆପଣଙ୍କ ବୟସ 18 ବର୍ଷରୁ 40 ବର୍ଷ ମଧ୍ୟରେ ହୋଇଥାଏ ଏବଂ ଆପଣ ଜଣେ ଶ୍ରମିକ ହୋଇଥିବେ, ପ୍ରବାସୀ ଶ୍ରମିକ ହୋଇଥିବେ ଏବଂ କୃଷକ କିମ୍ବା ଆପଣଙ୍କର ମାସିକ ଆୟ 15,000ରୁ କମ୍ ହେଉଥିବ, ତେବେ ଆପଣମାନେ ଏହି ଫର୍ମଟିକୁ ଆବେଦନ କରିପାରିବେ। ଏହି ଯୋଜନା ଆପଣ ଯୋଗ୍ୟ ବିବେଚିତ ହୋଇପାରିବେ, ଯେଉଁଥିରେ 60 ବର୍ଷ ପରେ ହିତାଧିକାରୀମାନଙ୍କୁ ପେନ୍ସନର ସୁବିଧା ଦିଆଯିବ। ତ ଫ୍ରେଣ୍ଡସ୍, ଏ ଥିଲା କିଛି ଭିଡ଼ିଓର ଅପଡ଼େଟ୍। ଯଦି ଭିଡ଼ିଓଟି ଭଲ ଲାଗିଥିବ